ନମସ୍କାର ଶ୍ରୋତା ବନ୍ଧୁ। ଆଜି ଆମେ କଳିଯୁଗର ରହସ୍ୟ ବିଷୟରେ ଜାଣିବା। ପୁରାତନ ସମୟରେ ଯେତେବେଳେ ଦ୍ୱାପର ଯୁଗର ଶେଷ ହେଉଥିଲା, ପୃଥିବୀରେ ଅନ୍ୟାୟ ଓ ପାପ ବଢ଼ିଯାଇଥିଲା। ଯେତେବେଳେ ନାରଦ ମୁନି ଚିନ୍ତିତ ହୋଇ ଭଗବାନ ବିଷ୍ଣୁଙ୍କ ପାଖକୁ ବୈକୁଣ୍ଠକୁ ଗଲେ, ନାରଦ ମୁନି ପଚାରିଲେ, ପ୍ରଭୁ, ଦ୍ୱାପର ଯୁଗର ଶେଷ ହେବାକୁ ଯାଉଛି, ଏବେ କଳି ଯୁଗ ଆସିବ। ଲୋକମାନେ ପାପ କରିବେ, ମିଥ୍ୟା କହିବେ, ଧର୍ମକୁ ଭୁଲିଯିବେ। ତେବେ ସାଧାରଣ ମଣିଷ କିପରି ମୋକ୍ଷ ପାଇବେ? ଭଗବାନ ବିଷ୍ଣୁ ହସିଲେ ଓ କହିଲେ, ନାରଦ, କଳିଯୁଗ ଯେତେ ଅନ୍ଧକାର ହେବ, ସେତେ ଗୁପ୍ତ ଏକ ରହସ୍ୟ ମଧ୍ୟ ରହିଛି। ନାରଦ ଆଶ୍ଚର୍ଯ୍ୟରେ ପଚାରିଲେ, ପ୍ରଭୁ, ସେହି ରହସ୍ୟ କ'ଣ? ଭଗବାନ କହିଲେ, ସତ୍ୟ ଯୁଗରେ 1000 ବର୍ଷ ତପସ୍ୟା କଲେ ଯେଉଁ ଫଳ ମିଳୁଥିଲା, ତ୍ରେତାରେ ବଡ଼ ଯଜ୍ଞ କଲେ ଯେଉଁ ଫଳ ମିଳୁଥିଲା, ଦ୍ୱାପରରେ ବଡ଼ ପୂଜା କଲେ ଯେଉଁ ଫଳ ମିଳୁଥିଲା, କଳି ଯୁଗରେ ମୋର ନାମ ଭକ୍ତିରେ ଏକଥର ଜପ କଲେ ସେହି ଫଳ ମିଳିଯିବ। ନାରଦ ମୁନି ଆଶ୍ଚର୍ଯ୍ୟ ହୋଇଗଲେ। ଭଗବାନ ପୁଣି କହିଲେ, କଳିଯୁଗରେ ମଣିଷ ଦୁର୍ବଳ ହେବ, ତାଙ୍କ ପାଖରେ ବଡ଼ ତପସ୍ୟା ପାଇଁ ସମୟ ନଥିବ। ସେଥିପାଇଁ ମୁଁ ମୋର ନାମରେ ସମସ୍ତ ଶକ୍ତି ରଖିଦେବି। ଏହା କହି ଭଗବାନ ନାରଦଙ୍କୁ ପୃଥିବୀକୁ ପଠାଇଲେ। କିଛି ଦିନ ପରେ ନାରଦ ମୁନି ପୃଥିବୀରେ ଗୋଟିଏ ଛୋଟିଆ ଗାଁକୁ ଗଲେ। ସେଠାରେ ଗୋଟିଏ ଗରିବ ବୃଦ୍ଧା ଥିଲେ। ସେ ଅତ୍ୟନ୍ତ ଦରିଦ୍ର ଥିଲେ, କିନ୍ତୁ ସାରାଦିନ ନାରାୟଣ ନାରାୟଣ ଜପ କରୁଥିଲେ। ଗାଁର ଲୋକ ତାଙ୍କୁ ଦେଖି ହସୁଥିଲେ। ଏତେ ଜପ କରି କ'ଣ ମିଳିବ? ବୃଦ୍ଧା କହୁଥିଲେ, ମୋ ପାଖରେ ଧନ ନାହିଁ, ଶକ୍ତି ନାହିଁ, କିନ୍ତୁ ଭଗବାନଙ୍କ ନାମ ଅଛି। ଗୋଟିଏ ରାତିରେ ସେହି ଗାଁରେ ବଡ଼ ଭୟଙ୍କର ଝଡ଼ ଆସିଲା। ଘର ଭାଙ୍ଗିଗଲା। ଲୋକେ ଭୟରେ ଚିତ୍କାର କରୁଥିଲେ, କିନ୍ତୁ ସେହି ବୃଦ୍ଧା ଆଖି ବନ୍ଦ କରି କେବଳ ନାରାୟଣ ନାରାୟଣ ବୋଲି ଜପ କରୁଥିଲା। ହଠାତ୍ ସେଠାରେ ଏକ ଦିବ୍ୟ ଆଲୋକ ପ୍ରକାଶ ହେଲା। ନାରଦ ମୁନି ନିଜ ଚକ୍ଷୁରେ ଦେଖିଲେ, ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ସେହି ବୃଦ୍ଧାଙ୍କ ଘରକୁ ସୁରକ୍ଷା କରୁଛି। ପରଦିନ ସକାଳେ ସମଗ୍ର ଗାଁ ନଷ୍ଟ ହୋଇଗଲା, କିନ୍ତୁ ସେହି ବୃଦ୍ଧାଙ୍କ ଛୋଟ ଘର ଅକ୍ଷତ ଥିଲା। ନାରଦ ମୁନି ବୁଝିଗଲେ, ଏହା ହିଁ କଳିଯୁଗର ଗୁପ୍ତ ରହସ୍ୟ। ଏହି ଯୁଗରେ ବଳ ଶକ୍ତି ଧନରେ ନୁହେଁ, ତପସ୍ୟାରେ ନୁହେଁ, ଭଗବାନଙ୍କ ନାମରେ ଅଛି। ସେହି ଦିନଠାରୁ ନାରଦ ମୁନି ସମସ୍ତ ଲୋକଙ୍କୁ କହିବା ଆରମ୍ଭ କଲେ, କଳିଯୁଗରେ ଯେ ଭକ୍ତିରେ ଭଗବାନଙ୍କ ନାମ ଜପ କରିବ, ସେ କେବେ ଏକା ରହିବ ନାହିଁ।